ହାତରେ ଏବେ କ'ଣ ଅଛି? ଇପି। ଚାଲନ୍ତୁ ବନ୍ଧୁଗଣ ଏବେ ଇପି କେମିତି ହୁଏ ଚାଲନ୍ତୁ ଶିଖିବା। ଆପଣମାନେ ଶିଖିନଥିବେ ଏଟା ହେଉଛି ଗୋଟେ ନୂଆ ଆଇଟମ୍। ଗ୍ୟାସ୍କୁ ଅନ୍ କରି ତାପରେ ଗୋଟେ କଡ଼େଇ ରଖି ତା ଦେହରେ କିଛି ପାଣି ଦେବେ। ପାଣିଟି ଗରମ ହେଲା ପରେ ଏବେ ଇପିକି ଆମେ ଆଡ୍ କରିବା ତା ଦେହରେ। ଚାଲନ୍ତୁ ଦେଖିବା ଇପି କରିବା। ଇପିଟା କେମିତି ଲାଗେ? ଆପଣଙ୍କୁ ଇପି କେମିତି ଲାଗେ? ବଢ଼ିଆ ଲାଗେ। ଚାଲନ୍ତୁ ଏବେ ଏଥିରେ ଆମେ ଇପିକି ଖାଇବା। ଦେଖନ୍ତୁ କୃଷ୍ଣ ଭାଇ ତାଙ୍କର ଇପିକି ପାଣି ଭିତରକୁ ଡୁବେଇ ଦେଇଛନ୍ତି। ଇପି ପଡ଼ିଗଲା ପରେ ତା ଦେହରେ ଥିବା ମସଲାଟିକୁ, କି ମସଲା ଏଟା? ଇପି ମସଲାକୁ ତା ଦେହରେ ଟିକେ ଆଡ୍ କରିଦେବେ। ତାପରେ କ'ଣ କରିବା? ଏମିତି ଦି ଚାରିଟା ମସଲା ଆଡ୍ କରି ସାରିଲା ପରେ କୃଷ୍ଣ ଭାଇ ଆମର ରୋଷେଇ ଶିଖୁଛନ୍ତି। ଦେଖନ୍ତୁ ବନ୍ଧୁଗଣ ତାପରେ ଆମେ ଟିକେ ନମକ ତା ଦେହକୁ ପକେଇଦେବା। ତାପରେ କ'ଣ? ଦେଖନ୍ତୁ ବନ୍ଧୁଗଣ ତାପରେ ଆମ ଘରେ ଚାମଚ ଫାମଚ କିଛି ନାହିଁ, ହାତରେ ଏମିତି ଟିକେ ହଳଦୀ ପକେଇଦେବା। ଆମେ ଓଡ଼ିଆ, ଆମ ହାତ ଭାରି ବଢ଼ିଆ। ଚାମଚ ଫାମଚରେ ସିଝିବା ପ୍ରଣାଳୀଟା କ'ଣ ପଢ଼େଇ ପାରିବେ? ଲୋ ବୋପା ଆପଣମାନେ ଭାବିବେ ଇଏ କ'ଣ ଇପି କରୁ କରୁ ବିଜ୍ଞାନ ପଢ଼େଇଲାଣି। ମୋର ଏବେ ପ୍ରସ୍ତୁତ ହେଇଗଲା ଇପି। 2 ମିନିଟ୍ରେ ମାମାର ହାତେ ରନ୍ଧା ଇପି। ଜୟ ଜଗନ୍ନାଥ। ଏମିତି କରନ୍ତୁ।